এটা কଣ କରୁଛୁ? ଧାନ କାଟୁଛି। ଧାନ କାଇଁ? ଇଏ କଣ? ଅଣ୍ଟ ଲାଗିଲେ ଘାସ କାଟୁଛ ବା? ଆଉ ତୁ ଶଳା ତ ଠିକ ତତେ ଦେଖା ଯାଉଛି, ପଚାରୁଛୁ କଣ ମତେ? ଏମିତି କହୁଛ, ଗୋଟେ କଥା ପଚାରିବାକୁ ଆସିଲେ ଏମିତି ହଉଛ। ତୁ ପଳେଇଲୁ କୋଉ କଥା ପଚାରିବୁ? ତୁ ଆମ କାମ ଟିକେ କମେଇ କରିବାକୁ ଆସୁ, କିଛି ଧନ୍ଦା ନାହିଁ ତ ବୁଲି? ନା ରେ ଯ ଗୋଟେ ଅସୁବିଧା ପଡିଯାଇଛି ତୋ କତିରେ ଅଛି। ଆଉ ତୋର କି ଅସୁବିଧା ପୁଣି? ହଁ, ଖାଉଛୁ ପିଉଛୁ ବୁଲୁଛୁ, ତୋର ଅସୁବିଧା କଣ ହେଇଛି? ଗୋଟେ ଝିଅକୁ ଭଲ ପାଉଥିଲି, ସେ ଛାଡି ଦେଇଗଲା। ଛାଡି ଦେଇକି କୁଆଡକୁ ଗଲା ସେ? ସେ ଆଉ ଗୋଟେ ଟୋକା ସହିତ ଭଲ ପାଏ। କଣ ତାର ଅସୁବିଧା ହେଲା? ତୁ ତ 6 ଫୁଟିଆ ଟୋକା, ଚେହେରା ଯେମିତି ତୋର ହ୍ୟାଣ୍ଡସମ ଚେହେରା, ତୁ ଭଳିଆ ଟୋକା ବି ଛାଡି ଦେଇକି ଆଉ ଜଣଙ୍କ ସହିତ ପଳେଇଲା, କଣ ଅସୁବିଧା ହେଲା ତାର? ଆଇଫୋନ ମାଗିଲା। ଆଇଫୋନ ମୁଁ ତ 7-8 ଧରି ମୁଁ ଧରି ବୁଲୁଛି, ତାକୁ ଆଇଫୋନ କୋଉଠୁ ଆଣିବି? ତୋର କି ଫୋନ ଦେଖେଇଲୁ? ଏଇ ରିଅଲମି। ସିଏ ମାଗୁଛି ଆଇଫୋନ 16। 16? 1,00,000-2,00,000 ଟଙ୍କା ପଇସା। ସେଇଆକୁ ଦବୁ ତାକୁ? ହଁ। ତୁ ଗୋଟେ କାମ କର, ସେ ଛାଡି ପଳେଇଛି ଭଲ କରିଛି। ଯୋଉ ଝିଅ 700-800 ଟଙ୍କିଆ ଯୋଉ ନୋକିଆ ଫୋନରେ ଯେ ଫୋନ ବ୍ୟବହାର କରୁଥିବ, ସେଇ ଝିଅକୁ ତୁ ଦେଖିକି କୋଉଠି ଭଲ ପା। ସିଏ ଝିଅ ଆଉ ତତେ ଛାଡିକି ଯିବନି। ଏ ଯୁଗ କୁଆଡେ କଣ ହେଲା ତମେ ଯାଇଆ କହୁଛ? ଯୁଗ କୁଆଡକୁ ଗଲା? ଏଡିକି ମୋବାଇଲ ଧରୁନାହାନ୍ତି, ବଡ ଦେଖୁଛି। ବଡ ମୋବାଇଲ ଗୋଟେ କିଣିକି ଦେଇଦବୁ। ହଁ, ଜମି ମୁଠେ ବିକିଦବୁ, କଣ ଅସୁବିଧା ଅଛି? ଭଲ ପାଇଛୁ, ଜମି ବିକିଦବୁ ମୁଠେ, କଣ ଅସୁବିଧା କଣ ହେଲା? ମୋର ଗଲା, ତାକୁ ମୁଁ ଆଇଫୋନ କିଣିଦେବି। ମୁଁ ନିଜେ ଧରି ପାରିନି ଆଇଫୋନ, ତାକୁ ଦେବି। ଶୁଣୁ। ନା ମୁଁ ଦେବିନି। ଆଉ କଣ କୁହନି? କଣ ପାଇଁ ଡାକୁଥିଲ? ଆରେ ଶୁଣୁ ମୋ କଥା, ହଁ। ଯଦି ଭଲ ମଣିଷ ହବୁ ଜୀବନରେ, ବାହାରକୁ ଯାଇକି କୋଉଠି କାମ ଧନ୍ଦା କରିକି 2 ପଇସା ରୋଜଗାର କର, ନହେଲେ ଧାନ ଫାନ ଚାଷ କରିକି ଭଲରେ ଚଳିକି ଖା। ସେ ଭଲ ପାଇବା ଧନ୍ଦା ଛାଡେ। ତୋର ବୟସ ହେଲେ ତୋ ବାପା ଛାଏଁ କୋଉଠି ବାହାଘର ସାଘର କରିବ। ମୋ ବାପା କହିଲା ତତେ 19 ବର୍ଷ ହେଇଛି, 24 ବର୍ଷରେ ଯାଇକି କାମ କରିବୁ। ତୋ ବାପା ଏ କଥା କହିଲା? 24 ବର୍ଷ ହେଲେ କାମ ଧନ୍ଦା କରିବୁ, ଏବେ ବୁଲି ଖାଇବୁ। ହାଇଟ ଟିକେ ହେଇନି ଭଲ କି? ହାଇଟ କଣ? ତ 6 ଫୁଟ ହାଇଟ ନାହିଁ ବୋଲି ତୁ ପଟଉଛୁ କେମିତି? ଯଦି ଆଉ 4ଟା ଖଣ୍ଡେ ପଟେଇଦେବି, ଆଉ 3 ବର୍ଷରେ 4ଟା ଖଣ୍ଡେ ପଟେଇଦେବି, ପଳେଇବା କଣ? କଣ ତୁ କହୁଛୁ କଥା? କଣ ଛେଳି ମେଣ୍ଢା ନା କୁକୁର ମାଙ୍କଡ ଷଣ୍ଢ ଭଳିଆ ତୁ କଥାବାର୍ତ୍ତା କରୁଛୁ? 5ଟା 6ଟା ଭଲ ପାଇବୁ କଣ? ପର ଝିଅ କଣ ମାଟି ଗଡି ପଡିଛି ନା କଣ କଥାବାର୍ତ୍ତା କରୁଛୁ? ଏ ଜାନା, ଏବେ ପୁରା ମୋ ସାଙ୍ଗ ପିଲା 5-6-7ଟା ବୁଲୁଛି, ଭଲ ପାଇଲା, ବାହା ହେଲା ନା ନାଇଁ? ଯୁଗ ହେଇଗଲା ଭାଇ ସେ, ଆଉ ତତେ କହିବି କଣ? ତ ଯାହା ଚାଲିଛି ଯୁଗ ତମର ସେଇଆ କର, ମତେ ଏ କଥାରେ କିଛି ପସନ୍ଦ ଲାଗୁନି। ହଉ ଯା, ଗୋଟିଏ ତ ଭଲ ପାଇକି ତ ମନ ମିଜାଜ କରି ଖରାପ କରି ବୁଲୁଛୁ, ଯା 5ଟା 6ଟା ପା ଭଲ। ସେତେବେଳେ ଜାଣିବୁ ନା, ତୋ ଘରେ ଯେତେବେଳେ ବସିବେ ଆସିକି ଦୁଆର ମୁହଁରେ ମୁଣ୍ଡ ଖାଇବେ, ଟିଅନ ପାଇବୁ ନା ମୁଦି ପାଇବୁ, ନା ପୁରା ଟାଉଲି ବି ପାଇନଥିବୁ। ତୁ କଣ ବାହାରେ ଆସି ବୁଲୁଛୁ? ମୁଁ ତତେ ବହୁତ ସାରା ଖୋଜି ହେଲିଣି। ଏ କଣ କହିବୁ, ମନ ଦୁଃଖରେ କଣ କହିବି? କଣ ହେବି? ଛାଡି ପଳେଇ ତତେ? ହଁ, ତୁ ଯାହା କହୁଥିଲୁ ସେଇଆ, ଆଉ ଛାଡିରେ ପଳେଇଲା। ଆଉ ମୋ କଥା ମାନିଲୁନି? କହୁଥିଲି ସେ ବାହାର ବଡ ଲୋକ ଝିଅ ଭଲ ପାନା, ଭଲ ପାଇଲୁ, ଏବେ ନାମ ନେ। ସେ ଆଇଫୋନ ମାଗିଲା, ଦେଇପାରିଲା, କଣ କରିବୁ? ହଉ ତୁ ଚାଲିନି, ଗୋଟେ ଇନଷ୍ଟାରେ ଗୋଟେ ଝିଅ ପିଲା ଆଇଡି ଦବୁ, ମେସେଜ କରିବା। ଦେଖା ଗୋଟେ ଝିଅ ଫଟୋ ଦେଖା। ରହ ଟିକେ ଦେଖିଲି, ଏଇ ଚଳିବ? ନା, ମନକୁ ଯାଉନି। ଆଉ ରହ, ଆଉ ଗୋଟେ ଦେଖଉଛି। ଏଇ ଚଳିବ? ନାଇଁ, ତୋର ମନକୁ ଆସିଲା ସେ ଝିଅଟା, କଣ ହେଲା? ଛାଡି ପଳେଇଲା? ହଉ ଆଉ ଗୋଟେ ଭଲଟେ ଦେଖା, ପସନ୍ଦ କରିବା। ଦେଖିଲି, ଏଇ ଝିଅ ହେଲେ ଚଳିବ? ହଁ ପସନ୍ଦ ହଉଛି, ଆଉ ଟିକେ ଭଲ ଟିକେ ଦେଖଉନୁ। ଦେଖିନି, ଏଇ ତ ତୋ ମନକୁ ଯିବ। ହଁ ପସନ୍ଦ ହଉଛି ନା। ତୁ ଯାକୁ ପସନ୍ଦ କରୁନୁ, ସେ ଆଇଫୋନ ର ତା ଉପରେ ମାଗିବ ସାମସଙ୍ଗ ଗ୍ୟାଲେକ୍ସି, ଦେଇପାରିବୁ? ସାମସଙ୍ଗ ମାଗୁଛି, ଯା ଝିଅ ପିଲା ମତେ ପଡିବନି। ତୁ ବାବ ନେଇଯିବୁ, ଆକାଶକୁ ହାତ ଉଡୁଛୁ। ଝିଅ ପିଲା ମତେ ପଡିବନି।